ବହୁତ ଦିନ ତଳର କଥା। ସୃଜନପୁର ଗ୍ରାମ ଶେଷ ଭାଗରେ ଗୋଟିଏ ବିରାଟ ପୁଷ୍କରିଣୀ ଥିଲା। ସାଙ୍ଗରେ ବହୁତ କଙ୍କଡ଼ା ମଧ୍ୟ ସେଇ ପୋଖରୀରେ ରହୁଥିଲେ। ସବୁ ମାଛମାନେ କଙ୍କଡ଼ାମାନଙ୍କୁ ମାନନ୍ତି। କଙ୍କଡ଼ା ଯାହା କୁହେ ପୋଖରୀରେ ସେଇଆ ହୁଏ। ସେଇ ପୋଖରୀ ପାଖ ଏକ ଝାଡ଼ିରେ ବଗଟିଏ କାହିଁ କେଉଁ ଦିନରୁ ରହି ଆସୁଥିଲା। ବଗଟି ନିତିଦିନ ସେଇ ପୋଖରୀରେ ବୁଡ଼ ମାରି ମାଛମାନଙ୍କୁ ଧରି ଖାଏ। ବଗଟିର ବହୁତ ବୟସ ହୋଇଯାଇଥିଲା, ତେଣୁକରି ତା ପକ୍ଷରେ ସବୁଦିନ ମାଛମାନଙ୍କୁ ଶିକାର କରି ଖାଇବା ସମ୍ଭବ ହେଉନଥିଲା। ଶୀତ ଯାଇ ଗ୍ରୀଷ୍ମ ଆସିଲା। ସୂର୍ଯ୍ୟଙ୍କ ପ୍ରକୋପରୁ ଧୀରେ ଧୀରେ ପୋଖରୀ ଶୁଖିବାରେ ଲାଗିଲା। ଏପଟେ ବଗ କେମିତି ସବୁ ମାଛଙ୍କୁ ଖାଇବ ସେ ଯୋଜନାରେ ଥିଲା। ଯୋଜନା ହିସାବରେ ବଗ କଙ୍କଡ଼ାକୁ କହିଲା, କଙ୍କଡ଼ା ଭାଇ, ମୁଁ ତ ବୁଢ଼ା ହୋଇଗଲିଣି। ଆଗ ଭଳି ଆଉ ମାଛଙ୍କୁ ଖାଉ ନାହିଁ, ଆଉ ମାଛକୁ ବି ଖାଇବି ନାହିଁ। ମୁଁ ଏ ବଣ ଜଙ୍ଗଲରେ ମିଳୁଥିବା ପୋକ ଝିଟିକାକୁ ଖାଇ ବଞ୍ଚି ଯାଉଛି। ତମ କଥା ମୋତେ ଚିନ୍ତା ହେଲାଣି କଙ୍କଡ଼ା ଭାଇ। ଏହା ଶୁଣି କଙ୍କଡ଼ା ବଗକୁ କହିଲା, କ'ଣ ହେଇଛି କି ବଗ? ବଗ କହିଲା, ଗ୍ରୀଷ୍ମ ଦେଖୁଛ କୋଉ ଭଳିଆ ବଢ଼ୁଛି। ଦିନକୁ ଦିନ ସୂର୍ଯ୍ୟଙ୍କ ଉତ୍ତାପ। ଏପଟେ ପୋଖରୀ ଶୁଖିବାରେ ଲାଗିଛି। ଏମିତି ଲାଗି ରହିଲେ ସବୁ ମାଛ ଆଉ ତମ ବଂଶ ଲୋପ ପାଇଯିବ। ସମସ୍ତେ ଛୋଟ ଛୋଟ ହେଇ ମରିଯିବ। ମୋ କଥା ମାନ କଙ୍କଡ଼ା ଭାଇ, ମୋ ପାଖରେ ଏକ ଉପାୟ ଅଛି। ଏହି ଗ୍ରାମଠାରୁ ଅନତି ଦୂରରେ ଅନ୍ୟ ଏକ ଗ୍ରାମ ଅଛି। ସେଠାରେ ଏକ ସୁନ୍ଦର ପୁଷ୍କରିଣୀ ଅଛି। ସେ ପୁଷ୍କରିଣୀ ମଧ୍ୟରେ ଭରପୁର ଜଳ ଅଛି। ସେଇଟାକୁ ତୁମେମାନେ ସବୁ ଚାଲିଯାଅ। ଏହା ଶୁଣି କଙ୍କଡ଼ା କହିଲା, ଆମର କ'ଣ ତୁମ ପରି ପର ଅଛି ନା ପକ୍ଷୀ ଅଛି? ଆମେ ଉଡ଼ିକି ଯାଇପାରିବୁ? ଏହା ଶୁଣି ବଗ କହିଲା, ମୋ ପାଖରେ ଗୋଟିଏ ଉପାୟ ଅଛି। ମୁଁ ସବୁ ମାଛମାନଙ୍କୁ ମୋ ଥଣ୍ଟରେ ଥରେ ଥରକେ ବୋହି ନେଇ ଆର ଗାଁ ସେ ପୋଖରୀରେ ଛାଡ଼ିବି। ଏହି କଥାଟି କଙ୍କଡ଼ା ମନକୁ ପାଇଲା ଓ ସେ ପୋଖରୀ ଭିତରକୁ ଯାଇ ସବୁ ମାଛମାନଙ୍କୁ ସମ୍ପୂର୍ଣ୍ଣ କାହାଣୀ କହିଲା। ଏହା ଶୁଣି ମାଛମାନେ ସବୁ କଙ୍କଡ଼ା ସହ ଏହି କଥାରେ ଏକମତ ହେଲେ। ଏହାର ଠିକ୍ ପରଦିନ ଦୁଷ୍ଟ ବଗ ଯୋଜନା ମୁତାବକ ଗୋଟିଏ ପରେ ଗୋଟିଏ ମାଛକୁ ତା ଥଣ୍ଟରେ ଧରି ଉଡ଼ି ଚାଲିଲା ପାଖ ଏକ ଜଙ୍ଗଲରେ ଥିବା ଝାଡ଼ିକୁ, ଯେଉଁଠାରେ ଏକ ପଥର ଥିଲା। ଗୋଟିଏ ପରେ ଗୋଟିଏ ମାଛକୁ ସେଠାକୁ ନେଇ ସେ ପଥରରେ ତାଙ୍କୁ ବାଡ଼େଇ ଛେଚି ଖାଇ ତାଙ୍କ କଣ୍ଟା ସବୁ ପକାଉଥିଲା। ସବୁ ମାଛମାନଙ୍କ ପରେ ଶେଷରେ କଙ୍କଡ଼ାର ପାଳି ପଡ଼ିଲା। ସେ କଙ୍କଡ଼ାଟିକୁ ନିଜ ଥଣ୍ଟରେ ଧରି ଆର ଗାଁ ପୋଖରୀକୁ ଉଡ଼ିବାକୁ ବାହାରିଲା। ଦୁଷ୍ଟ ବଗର ଚତୁରତା କେହି ବୁଝିପାରି ନଥିଲେ। ଦୁଷ୍ଟ ବଗଟି ସେଇ ପଥର ପାଖରେ ସବୁ ମାଛମାନଙ୍କୁ ଆଣି ଖାଇ ସେମାନଙ୍କର କଣ୍ଟା ସବୁ ଏଣେ ତେଣେ ଫୋପାଡ଼ିଥିଲା। ଶେଷରେ କଙ୍କଡ଼ାକୁ ଆଣି ସେଠାରେ ପହଞ୍ଚିଲା। ଶେଷରେ କଙ୍କଡ଼ା ଏଣେ ତେଣେ ପଡ଼ିଥିବା ସବୁ କଣ୍ଟାକୁ ଦେଖି ଜାଣିପାରିଲା କି ସେ ଦୁଷ୍ଟ ବଗ ତାର ସବୁ ସାଙ୍ଗସାଥିମାନଙ୍କୁ ଚତୁରତାର ସହ ଏଠାକୁ ଆଣି ସବୁ ଖାଇ ମାରି ଦେଇଛି। କଙ୍କଡ଼ା ବଗକୁ ପାନେ ଦେବ ବୋଲି ବିଚାର କରୁଥିବା ସମୟରେ ତା ବେକକୁ ଧରି ତା ବୁଢ଼ା ଗୋଡ଼ରେ କାମୁଡ଼ି ଦେଲା। ବିଚରା ବଗ ନିଶ୍ୱାସ ନେଇ ନ ପାରି ଛଟ ଛଟ ହୋଇ ଶେଷରେ ପ୍ରାଣ ତ୍ୟାଗ କଲା। ଏପଟେ କଙ୍କଡ଼ାଟି ସବୁ ସାଙ୍ଗସାଥିମାନଙ୍କୁ ହରେଇ ବହୁତ ମନ ଦୁଃଖ କଲା ଏବଂ ଅନୁତାପ ବି କଲା। ଶେଷରେ ଏକା ସେ ଝାଡ଼ି ମଧ୍ୟରେ ରହିଲା।
ଏ କାହାଣୀରୁ ଗୋଟିଏ କଥା ଶିଖିବାକୁ ମିଳିଲା ସାଙ୍ଗମାନେ, ଅନ୍ୟର କ୍ଷତି କଲେ ନିଜର ହିଁ କ୍ଷତି ହୋଇଥାଏ।